ସର୍ବଭାରତୀୟ ସମୟ ସପ୍ତାହ ପାଳନ କରାଯାଇଥିଲା, ଉଦ୍ଯାପନୀ ଉତ୍ସବ ହୋଇଥିଲା। ଆପଣ ମୁଖ୍ୟ ଅତିଥି ଭାବରେ ଯାଇଥିଲେ, ଯୋଗ ଦେଇଥିଲେ। କ'ଣ କହିବେ ଚାଷୀମାନଙ୍କ ଉପରେ ସମୟ ସପ୍ତାହ ପାଳନ? ନିଖିଳ ଭାରତ ସମବାୟ ସପ୍ତାହ 71ତମ ସମବାୟ ସପ୍ତାହ ସାରା ଦେଶରେ ମହା ଆଡ଼ମ୍ବରରେ ପାଳିତ ହୋଇଛି। 20 ତାରିଖରେ ଉଦ୍ଯାପନ ଦିବସ ଥିଲା। ଆମର କେନ୍ଦ୍ରାପଡ଼ାରେ ଜିଲ୍ଲା ସମବାୟ ବିଭାଗ ପକ୍ଷରୁ ଉଦ୍ଯାପନ ଉତ୍ସବ ପାଳିତ ହୋଇଥିଲା। ସେଥିରେ ମୁଁ ଜଣେ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲି। ସମବାୟ ଏବଂ କୃଷି ୟାକୁ ଯଦି ଆମେ ଶତକଡ଼ା 100% ଉପଯୋଗ କରିପାରିବା ତାହେଲେ ଓଡ଼ିଶାର ଗ୍ରାମ୍ୟ ଅର୍ଥନୀତି ସୁଦୃଢ଼ ହୋଇପାରିବ, ଲୋକେ ରୋଜଗାରକ୍ଷମ ହୋଇପାରିବେ, ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିବ, ଓଡ଼ିଶାର ଲୋକେ ବେରୋଜଗାରୀରୁ ମୁକ୍ତି ପାଇବେ, ଦୁଃଖ ଦାରିଦ୍ର୍ୟ କ୍ଷୁଧାରୁ ମୁକ୍ତି ପାଇବେ, ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯିବେ ନାହିଁ। କେବଳ ସମବାୟର ବିଭିନ୍ନ ଦିଗକୁ ସମବାୟକୁ ବିସ୍ତାରିତ କରିହେବ। ସମବାୟ ଗୋଟିଏ ଏମିତି ବିଭାଗ ଯୁଆଡ଼କୁ ଟାଣିବେ ସିଆଡ଼େ ଟାଣି ହେବ। ଆମ ଜିଲ୍ଲାରେ କେତେ ଚାଷୀ ହେବେ? ସେମାନଙ୍କ ସମସ୍ୟା ରହିଛି। ସେମାନେ କହୁଛନ୍ତି ଯେ ଚାଷ କଲେ ରଖିବୁ କୋଉଠି? ଚାଷ ସମସ୍ୟା ବହୁତ ରହିଛି, ଚାଷୀର ସମସ୍ୟା ବହୁତ ରହିଛି। ସରକାରଙ୍କର ଯେଉଁ ବିଭିନ୍ନ ବିଭାଗ ଅଛି, ଯେଉଁମାନେ ଚାଷ ଆଉ ଚାଷୀ ପାଇଁ ଉଦ୍ଦିଷ୍ଟ, ସେମାନଙ୍କର ଟିକେ ଦୃଷ୍ଟିଭଙ୍ଗୀ ଅଫିସରମାନଙ୍କର ପରିବର୍ତ୍ତନ ହେବା ଦରକାର। ସରକାରଙ୍କ ମ୍ୟାନ୍ ପାୱାର ସଫିସିଏଣ୍ଟ ନାହିଁ ଏ କ୍ଷେତ୍ରରେ କଲ୍ୟାଣମୂଳକ ଯୋଜନା କାର୍ଯ୍ୟ କରିବା ପାଇଁ। ଏ କ୍ଷେତ୍ରରେ ଚାଷ ଓ ଚାଷୀ ପାଇଁ ଯେଉଁ ଅନୁଷ୍ଠାନମାନେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ। କୋଲ୍ଡ ଷ୍ଟୋର ନାହିଁ ବୋଲି ସେମାନେ ପନିପରିବା ଚାଷ କରିବାକୁ କୁଣ୍ଠାବୋଧ ହେଉଛନ୍ତି। କୋଲ୍ଡ ଷ୍ଟୋରେଜ କରିବା ପାଇଁ 7-8 ବର୍ଷ ତଳେ କେନ୍ଦ୍ରାପଡ଼ା କ୍ରେଡିଟ୍ ଡେରାଇବିସି ବ୍ଲକ ପାଖରେ ଗୋଟେ ଜାଗା ଆପ୍ଲାଏ କରିଥିଲା। ତହସିଲରୁ ଜାଗା ଯୋଗାଇ ଦିଆହେଲାନି ଥିବା ଜନପ୍ରତିନିଧିମାନଙ୍କର, ସେଥିପାଇଁ କୋଲ୍ଡ ଷ୍ଟୋରେଜ ହେଇପାରିଲା ନାହିଁ।